କହିଲେ ପ୍ରଥମ ମାସେ ତୁ ଯେ ହେନୁ ଧୀରେ ଧୀରେ ପ୍ରଥମ ମାସେ ତୁଜେ ହେନୁ ଆଉ ଦ୍ୱିତୀୟ ମାସେ ତୁଜେ ତଳେ ଦେଶନେ ରୀଣ ଦ୍ୱିତୀୟ ମାସେ ତୁଜେ ତଳେ ଦେଶନେ ରୀଣ କହିଲା ମୁଖତା କାଳିଆ ଆଉ ଏ ଦେହତା ନାଳିଆ ସାରା ଦୁନିଆକୁ ଛାନିଆ ସିଏ ହୀରା ଚଳେ କାଳିଆ ଦିଅ ବାବୁରେ କାଳିଆ ଦିଅକୁ ଦେଖିକି ହୀରା ଚଳେ କାଳିଆ ଦିଅ ଆଉ କଳା ଦିଅ ବୋଲି ଖୁରି ପଡୁଅଛି କଳା କିବା କଳା କହିବ କିଏ କଳା ଦିଅ ଭୋରେ ହୁରି ପଡୁଅଛି କଳା କିବା ଗୋରା କହିବ କିଏ ଅଧା ଗଢା ରୂପ ଦିଅ କି ଦେବତା କଥା ଗଢା ରୂପ ଦିଅ କି ଦେବତା ଅଧା ଗଢା ରୂପ ଦିଅ କି ଦେବତା କଥା ଗଢା ରୂପ ଦିଅ କି ଦେବତା ନାରୀ କି ପୁରୁଷ ଜଣା ନ ଆଇ ଚଳେ କାଳିଆ ଦିଅ କାଳିଆ ଦିଅକୁ ଦେଖିବ କିଏ ତାବର ଜଙ୍ଗମ କୀଟ ପତଙ୍ଗାଦି ସବୁଠାରେ ପୁରୀ ରହିଛି ସିଏ ତାବର ଜଙ୍ଗମ ଜଙ୍ଗମ ପତଙ୍ଗାଦି ସବୁଠାରେ ପୁରୀ ରହିଛି ସିଏ କହଇ ପାମର ହାଡ଼ିଆ କମାର କହଇ ପାମର ହାଡ଼ିଆ କମାର କହଇ ପାମର ହାଡ଼ିଆ କମାର କହଇ ପାମର ହାଡ଼ିଆ କମାର ଆଉ ସାରା ଦୁନିଆକୁ ଛାନିଆ ସିଏ ହୀରା ଚଳେ କାଳିଆ ଦିଅ ଆରେ କାଳିଆ ଦିଅକୁ କାଳିଆ ଦିଅକୁ ଦେଖିଛ କିଏ କହିଲା ଉଗ୍ରତାରା ସୁଳପାଣି ସୁଭଦ୍ରା ଭୁବନେଶ୍ୱରରେ ନୀଳାଦ୍ରୌଷ୍ଠ ଜଗନ୍ନାଥ ସାକ୍ଷାତ ଦକ୍ଷିଣ ସାକ୍ଷାତ ଦକ୍ଷିଣ କାଳିକା ପିଲାମାନେ ସାରେ ଧୀର ସ୍ଥିର ଭାବରେ ନିଜ ନିଜର ଆଜ୍ଞା ଆଜ୍ଞା ଆସନ ଅଳଙ୍କୃତ କରିନିଅ ସ୍ଥାନ ସଂରକ୍ଷଣ କରିନିଅ ଜାଗା ବାଛି ନିଅ ଏ ବଲବ ସଂସ୍କୃତି ସମ୍ପନ୍ନ ନୟାଗଡ଼ ଜିଲ୍ଲାର ଆର୍ଯ୍ୟ ପବିତ୍ର ଗ୍ରାମ ବଡ଼ପଣ୍ଡୁଶ୍ୱରର ସାମ୍ବତ୍ସରିକ ମହାମହୋତ୍ସବ ବିଦଗ୍ଧ କଳା ପାଲା କଳାର ଆଜି ହେଉଛି ଚତୁର୍ଥ ରଜନୀ ଏହି ପରିପ୍ରେକ୍ଷୀରେ ଆମ୍ଭମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଯାହା ହଉ ଆମର ଅପରପକ୍ଷର ପାଲା ଗାୟକ ଲମ୍ବୋଦର ବାବୁ ଜଗନ୍ନାଥଙ୍କ ବିଷୟରେ ଆଲୋଚନା କରୁଥିଲେ 9:45 କଣ ଗୋଟେ ବିଷୟ ପକେଇଲେ ସାଲବେଗଙ୍କ କଥା ସାଲବେଗଙ୍କ ବାପା ହେଲେ ମୁସଲମାନ ଲାଲବେଗ ମା ହେଲେ ଦାଣ୍ଡ ମୁକୁନ୍ଦପୁର ଗ୍ରାମର ଏକ ସୁନ୍ଦରୀ ବିଧବା ବ୍ରାହ୍ମଣୀ
ମା ବ୍ରାହ୍ମଣୀ ଆଜ୍ଞା ବାପା ହେଲେ ଆପଣଙ୍କର କିଏ ନା ମୁସଲମାନ ମୁସଲମାନ ଆଉ ପୁଅ କେମିତି ଜଗନ୍ନାଥଙ୍କର ଭକ୍ତ ହେଲା? ବାସ୍ ବାପା ହେଲେ ରାକ୍ଷସ, ଆଜ୍ଞା ମା ହେଲେ ରାକ୍ଷସୀ, ବେଶ କୟାଧୁ ହେଲେ ମା, ମା ବାପା ହେଲେ ହିରଣ୍ୟକଶିପୁ, କଶ୍ୟପ। ସେ ପୁଅ ପ୍ରହ୍ଲାଦ କେମିତି ଭଗବାନ ବିଷ୍ଣୁଙ୍କ ଭକ୍ତ ହେଲା? ବାବୁରେ କାହିଁକି କାରଣ ବାହାର ନ କଲେ ପାଲା ଭଲ ଲାଗେନି। ନା ତୁମେ ମତେ ପଚାରୁଛ ପୁଣି ଇଙ୍ଗିତ କରୁଛ ପାଳିଆଙ୍କ ଆଗରେ ହଁ। ଯୋଉ ନିଆଁରେ ରୋଷେଇ କରାଯାଏ ତାକୁ କୋଉ ନିଆଁ କୁହାଯାଏ? ବୈଷ୍ଣବାଗ୍ନି କହୁଛ। ବାସ୍ ଆରେ ବାହା ବେଦୀରେ ଯୋଉ ଅଗ୍ନି ସିଏ କୋଉ ଅଗ୍ନି? ଆଜ୍ଞା ଚତୁର୍ଥୀରେ ଯୋଉ ଅଗ୍ନି ସିଏ କୋଉ ଅଗ୍ନି? ଆଜ୍ଞା ମଣିଷ ମଲା ବେଳେ ପୋଡି ହୁଏ ସିଏ କୋଉ ଅଗ୍ନି? ଅଗ୍ନି ଆଜ୍ଞା ବ୍ରାହ୍ମଣ ପିଲାକୁ ଅଗ୍ନି ବିଷୟରେ ପଚାରିବ ନା? ତୁମର ଶିକ୍ଷକ ଜଣେ ତୁମର ଭାଷାଗତ ଜ୍ଞାନ ନାହିଁ, ମତେ ତୁମେ ସମାଲୋଚନା କରୁଛ, କହୁଛନ୍ତି କୋଉ ହଉଛି ଯାଉଛି। ପ୍ରତ୍ୟେକ ଜିଲ୍ଲାରେ ଭାଷା ଭିନ୍ନତା। ଆଜ୍ଞା ନୟାଗଡ଼ ଜିଲ୍ଲାର ଭାଷା ଯାହା ଜଗତସିଂହପୁରରେ ତା ନାହିଁ। ନା ଆପଣ ଯିବେ ଭିନ୍ନ ଭିନ୍ନ ଭାଷା ଭିନ୍ନ ଭିନ୍ନ ଜିଲ୍ଲାରେ, ଆଜ୍ଞା ଆଜ୍ଞା କିନ୍ତୁ ମନେ ରଖ ଜଗତସିଂହପୁର ଜିଲ୍ଲାରୁ ଓଡ଼ିଆ ଭାଷା ସୃଷ୍ଟି ପଦ୍ୟ ସାହିତ୍ୟର ଜନକ ଆପଣ ମାନଙ୍କର ଶୂଦ୍ରମୁନି ସାରଳା ଦାସ, ଦାସ ଗଦ୍ୟ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତି। ହଁ ହଁ ଆଜି ଯୋଉ ଜଗନ୍ନାଥଙ୍କ ବିଷୟରେ ତୁମେ ଆଲୋଚନା କଲ, ଆଜ୍ଞା ଏ ବାବୁ ଆଜ୍ଞା ଆଜ୍ଞା ସେ ଜଗନ୍ନାଥଙ୍କ ବିଷୟରେ କହିବା ହଁ ପଚାରିଛନ୍ତି ମନ୍ଦିର କିଏ ତିଆରି କରିଛନ୍ତି? ହଁ ଆଚ୍ଛା ତିଆରି କରିଛନ୍ତି ବାଲା ପଚାରିଛନ୍ତି ନା କରେଇଛନ୍ତି ବାଲା ପଚାରିଛନ୍ତି? କରିଛନ୍ତି ମାନେ କରେଇଛନ୍ତି କିଏ କହିନାହାନ୍ତି। ହଁ କୁହ କୁହ ସାଲବେଗର ମା ନା କଣ ଥିଲା ଆଗରୁ? ମା ନା କଣ? ହଁ ଏପର୍ଯ୍ୟନ୍ତ ସତ୍ୟନାରାୟଣ କିଏ ହେଲା ନାହିଁ। କାଲି ଗୋଟେ ବ୍ୟାକରଣ କଥା ଗତ କଥା ପଚାରିଥିଲି, ଯେହେତୁ ସେ ପାଠ ପଢଉଛନ୍ତି ଚତୁର୍ଥ ପଞ୍ଚମ ପିଲାଙ୍କୁ ପଢଉଛନ୍ତି କି ଷଷ୍ଠ ସପ୍ତମ ପିଲାଙ୍କୁ ପଢଉଛନ୍ତି ମୁଁ ଜାଣିନି। ହେମହରିଣୀ ମୁଁ ପଚାରିଥିଲି ହେମ ହରିଣୀ, ପୁଣି ଧରୁ ଧରୁ କରୁ ମୃଗ ପଳାବନ୍ତି। ପର୍ଟିକୁଲାର ଗୋଟିଏ ପଦ ଉପରେ ଆପଣଙ୍କର ଯେ ବିଶ୍ୱନାଥ ଖୁଣ୍ଟିଆ ତାଙ୍କୁ କଣ ଶବ୍ଦ ସଂଯୋଜନା କରିବାର ଅଭାବ ପଡିଲା, ସେ ଲେଖିଲେ ହରିଣୀ ଏବଂ ମୃଗ ଦୁଇଟି ଲିଙ୍ଗ ପ୍ରୟୋଗ କଲେ। ଆଜ୍ଞା ତାର ଯଥାର୍ଥ ଅର୍ଥ କଣ ଆପଣଙ୍କୁ ମିଳିଛି କି ନାହିଁ ତା ମୁଁ ଜାଣେ ନା। ବାବା ଆଜ୍ଞା ମିଳିଛି? ଆଉ ମିଳିନେଇ ତ ରଖିଛ କାହିଁ ତାଙ୍କୁ ବିଦା କରୁନା? ସେଇ ଯୋଉ ଆଜି 11ଟା ଯାଏ ଚଲଉଥିଲ, କାଲି ତ ସାର୍ ମତେ ଏମିତି ଘଣ୍ଟା ଦେଖଉଥିଲା, ଆଜି ସେ ସାର୍ କଣ ତାଙ୍କୁ ଘଣ୍ଟା ଦେଖେଇ ନାହାନ୍ତି? ମୋ କହିବାର ତାତ୍ପର୍ଯ୍ୟ ଜଗନ୍ନାଥ କିଏ ହଁ ମୁଁ ଆପଣ ମାନଙ୍କ ଆଗରେ ଟିକେ ଆଗେଇ ନେଇଯାଏ କହିବି। ଜଗନ୍ନାଥ କାହାକୁ କହିବା? ସାଲବେଗ ତ କଳି ଯୁଗର କଥା, ଇଏ ଜଗନ୍ନାଥ ସତ୍ୟ ଯୁଗରୁ ବାପା। ଜଗନ୍ନାଥଙ୍କୁ ରାମ ନମସ୍କାର କରନ୍ତି, କୃଷ୍ଣ ନମସ୍କାର କରନ୍ତି, ବେଶ ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ଇନ୍ଦ୍ରଦ୍ୟୁମ୍ନ। ଇଏ ମନ୍ଦିର ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନୁହଁ, ଇଏ 8 ନମ୍ବର ମନ୍ଦିର। ମନ୍ଦିର ମୋ କହିବାର ତାତ୍ପର୍ଯ୍ୟ ଜଗନ୍ନାଥ କିଏ? ଆଜ୍ଞା ଆଚ୍ଛା ଜଗନ୍ନାଥ କାଳିଆ ନା ଧଳା ନା ଗୋରା, ହଳଦିଆ ନା ନେଳିଆ? ସାରେ ଜଗନ୍ନାଥ କଳିଆ କାଳିଆ। ଜଗନ୍ନାଥ କାଳିଆ ନୁହଁ, ଧଳା ବି ନୁହଁ। ଜଗନ୍ନାଥ କେମିତି? କେମିତି? ଜଣେ ସନ୍ଥ ମହାତ୍ମ୍ୟ ଜଗନ୍ନାଥଙ୍କ ନିକଟରେ ପହଞ୍ଚିଲେ। ଆଜ୍ଞା ଛତିଆ ମଠ ବାବାଜୀ ହାରିଦାସ ଆଜ୍ଞା ସିଏ ଜଗନ୍ନାଥଙ୍କ ନିକଟରେ ଗରୁଡ଼ ସ୍ତମ୍ଭ ସନ୍ନିକଟରେ ଯେତେବେଳେ ମହାପ୍ରଭୁ ବଳିଆର ଭୁଜ ଅନନ୍ତ ଗୁଣ ସମନ୍ୱିତ ପରମେଶ୍ୱର ଶ୍ରୀକ୍ଷେତ୍ର ମୌଡ଼ମଣି ଏ ପୁଅ କଣ ଯାତ୍ରାପାତି ଦେଖିଦେଲେ, ସିଏ ବିଚାର କଲେ, କହିଲେ ଆରେ ହେ ମୋ ଠାକୁରକୁ ତ ସମସ୍ତେ କହନ୍ତି କାଳିଆ ଠାକୁର, ବାସ୍ ଇଏ ତ କାଳିଆ ନୁହଁ, ଇଏ କେମିତି? କେମିତି? ଗୋଟିଏ ପଦ ଆଜି ପାଲା ଗୋଟାକ ଯାକ ଖାଲି ଭଜନ ଓ ଭଜନିଆ। ଏଇଠେଇ କଣ ତୁମେ ଜଣେ ଶିକ୍ଷକ, ତୁମର ଭାଷାଗତ ଜ୍ଞାନ ନାହିଁ, ଏଇଠେଇ କଣ? ଆଚ୍ଛା ସେ ଭୂମି ପ୍ରବେଶ ବ୍ରହ୍ମ ହତ୍ୟା ପାପ ହରେ ସାକ୍ଷାତ ହୋଇଛି ସେ କଣ ପାଳମୋଚନରେ? ପାଳମୋଚନରେ ନା ଛଣ ମୋଚନରେ? ସତ ଦେଇକି ତୁମ ଜୀବନ କାହିଁକି ଏମିତି ହଉଛ? କହୁଛି ପରିଷ୍କାର ହେଇଯିବ ଆମରି ସାଙ୍ଗରେ ପଡିଲେ। ଧନ୍ୟ ତୁ ନୃସିଂହ ହୋତା, ଧନ୍ୟ ତୁମେ ଶିଶିର ପାଡ଼ି। ଆଙ୍କ ସାଙ୍ଗରେ ପାଲା ଗାଇଲେ ବାପା ଅଡୁଆ, ଧୀରେ ଧୀରେ ଆଙ୍କ ସାଙ୍ଗରେ 10ଟା ପାଲା ଗାଇଲେ, ଆଉ ତାପର ବର୍ଷକୁ କେହି ଡାକିବେନି ମତେ। ଗୋଟିଏ ପଦ ଶୁଣନ୍ତୁ, ଜଗନ୍ନାଥ ପ୍ରକୃତରେ କାଳିଆ ନା ଧଳା? ଜଣେ ସନ୍ଥ ଦେଖିକି କହିଛନ୍ତି। ଆଜ୍ଞା ଆଜି କେବଳ ସେଇ ଜଗନ୍ନାଥଙ୍କ ଉପରେ କହିଲା, ଇଏ ମୁଖତା କାଳିଆ ଦେହତା ନାଳିଆ, ମୁଖତା କାଳିଆ ଦେହତା ନାଳିଆ, ସାରା
ये सेटिंग अलगा ଆଉ ए बाबू ଆଜ୍ଞା जगन्नाथंकर मुहटा हूची କାଳିଆ देह गोरा ଗୋରା आपण माने जेतिकी ज्ञानी बसिचंती ଆଜ୍ଞା आपण को मुह कोन गोरा आउ देह कोन କାଳିଆ ना देह गोरा मुह कालिया ନା आज्ञा आपण को मुह जहा देह ता ତାହା एमिति गंजी पिंदी देबे टिके धड़ालिया देखा जिवो हेले मुह जहा देह ताहा ତାହା जगन्नाथन को मुह कालिया देह गोरा ଆଜ୍ଞା गोटे लोकर मुह कला ही थबो ଆଜ୍ଞା देह गोरा ही थबो ହେଇଥିବା ताकू कालिया कहिबा ନା ताकू गोरा कहिबा ନା ताकू कोन कहिबा ତାକୁ ଛଉ ଛଉକା କହିବା ଅଧର୍ଯ୍ୟଟେ ତୁ ଶୁଣୁ ଛଉ ଛଉକା କଣ ବଳଦ ବସିଛି ଯେମିତି ସତିକି ଅନୁଷ୍ଠାନକୁ ଟଙ୍କା 5,000 ଦବ ଖରା ବେଳ ଯାକ ତାଙ୍କରି ଘରେ ପଇଛି ଅତି କଦର୍ଯ୍ୟ ତୁ ଘର ଭଙ୍ଗାଟା ପୁଅ ଆଜ୍ଞା। ତାହେଲେ ଜଗନ୍ନାଥଙ୍କ ମୁହଁ କଳା ହଁ କଳା ଦେହ ଗୋରା ଗୋରା। ପାଲା ବାଲା ଶୁଣ ସେ ଜଗନ୍ନାଥ କିଏ କିଏ ଶୁଣ ପଞ୍ଚସଖା ଯୁଗର ସିଦ୍ଧ ସାଧକ ତତ୍ତ୍ୱବିତ୍ ଇହି ବଳରାମ ଦାସ କୋଉଠି କହିଲି ଦେଖି କାଲି ଗୋଟେ କଥା କହିଲେ ପ୍ରଥମ ଦିନ ମତେ ହସ ମାରିଲା କୋଉ କଥା କହିଲ ସାରେ ଆଗମ ଭାବ ଜାଣେ ଯଶୋବନ୍ତ ନା ନିଗମ ଭାବ ଜାଣେ ଯଶୋବନ୍ତ ଆଜ୍ଞା ନିଗମ ଭାବଟି ଆଉ ଆଗମ ଭାବ କଣ ତୁମେ ବୋଲୁଛ ମୋ ଜାଣିବାରେ ତୁମର ଆଉ ଟିକେ ବୁଢା କାଳିଆ କାଟିଆ ପାଲା ବାଲା ବୋଧେ ତୁମେ ଓ ନାଚ ହଉ ହଉ ରଗୋଳମାଳ କରନା କିଛି କହିବା ଆବଶ୍ୟକ ନାହିଁ ୟାଙ୍କୁ କହିଲେ କିଛି ମୂଲ୍ୟ ନାହିଁ ରେ ପୁଅ ଏ ପୁଅ ଆଜ୍ଞା ଆଜ୍ଞା ଚାହାକୁ କାହିଁ ଚାହିଁଛୁ କଣ ଚାହା ପିଉନୁ ଶୁଣୁ ଶୁଣୁ ହଁ ଗୋଟିଏ ପଦ ଲେଖିଲେ ବଳରାମ ଦାସ ସେ ଜଗନ୍ନାଥ କିଏ ଦେଖି ମୋ ବାପା ଧନରେ ଆଜ୍ଞା କହିଲେ ଇଏ ଜଗନ୍ନାଥ ବୋଲି କୁଆର ପୂର୍ଣ୍ଣିମେଶ୍ୱର ନୁହରେ ପ୍ରଭାତ ସାହୁ ବାହକ କହିଲା ଇଏ ଜଗନ୍ନାଥ ବୋଲି ଯାହାକୁ କହି ଅଧେ କଣ୍ଡିରା ଅଧେ ଆପଣ ଜଗନ୍ନାଥ ବୋଲି ଯାହାକୁ କହୁଛନ୍ତି ସେ ଅଧେ ନାରୀ ଅଧେ ପୁରୁଷ କିଏ କହିଲେ କଥା ର ବଳରାମ ଦାସ କହିଲେ ଜଗନ୍ନାଥ ହେଲେ ଅଧେ ନାରୀ ଅଧେ ପୁରୁଷ ର ଦୋଷ ମାଳି କଣ ବାଡ଼ ପକାଇବୁ ଭାରି ଦୋଷ ମାଳି ଖୋଜେଇ ଦିଟା ଭାଇ 5 ଗୁଣ୍ଠୁ ବିଲ 2.5 ଗୁଣ୍ଠୁ ଲେଖା ବଣ୍ଟା ହେଇଛି ଇଏ ଏପଟୁ ହାଣୁଛି ସେ ସେପଟୁ ହାଣୁଛି ସାପୁଟେ ସେ ଭେଡାରେ ଯିବ ଖାଲି ଦୋଷ ମାଳି କହୁଛି ମୁଁ ଯଦି ଲମ୍ବୋଦର ବାବୁଙ୍କୁ କହିବି ତୁମେ ଅଧେ ନାରୀ ଅଧେ ପୁରୁଷ ସେ ଚିଡିବେନି ମତେ ଯଦି ସିଏ କହିବେ ତମେ ଚିଡିବ କିନ୍ତୁ ଜଗନ୍ନାଥ ଯିଏ ସହସ୍ର ଶୀର୍ଷା ସହସ୍ରାକ୍ଷ ପୁରୁଷ ସର୍ବ ଉପରେ ତାଙ୍କୁ କେମିତି ବଳରାମ ଦାସ କହିଲେ ଅଧେ ନାରୀ ଅଧେ ପୁରୁଷ ତୁ କହିବା କଥା ଦୋଷ ମାଳି କୋଉଠି ବାଡ଼ ପକେଇବୁ ଠିକ କଥା ପଚାରିଛୁ ଯଦି ବଳରାମ ଦାସ କହିଲେ ଜଗନ୍ନାଥଙ୍କର ଅବୟବ ଅଧେ ନାରୀ ଅଧେ ପୁରୁଷ ଏ ପୁଅ କାହିଁ କଣ ସେମିତି ନ କହିଲେ ହନ୍ତା ନେଇ ନାରୀ କୋଉଠୁ କୋଉ ଯାଏ ପୁରୁଷ କୋଉଠୁ କୋଉଠୁ ଏତିକି ତ କହିଲେ ଗଲା ଏଇ ହଉଛି ଠିକ କଥା ଆଉ ଇଥୁରୁ ପଦା ସିଥୁରୁ ପଦା ସିଥୁରୁ ପଦା ଜଗନ୍ନାଥଙ୍କ ଶରୀରରୁ ଯଦି ଅଧେ ନାରୀ ଅଧେ ପୁରୁଷ କୋଉଠୁ କୋଉ ଯାଏ ନାରୀ କୋଉଠୁ କୋଉ ଯାଏ ପୁରୁଷ ସାରମାନେ ଗଲେ ବଳରାମ ଦାସ ଆସିଲେ ଗ୍ରୀବାଣ ପ୍ରତିଭା ଅମ୍ଳାନ ପ୍ରତିଭା ଅଦ୍ୱୈତ ପ୍ରତିଭା ମୂର୍ଧନ୍ୟ ପ୍ରତିଭା ଆଷ୍ଟ୍ରୋଲୋଜି ପ୍ୟାମିସ୍ତି ଭବିଷ୍ୟତକାର ନେମାଳ ମଠ ମହନ୍ତ ପଞ୍ଚସଖା ଯୁଗର ସିଦ୍ଧ ସାଧକ କଣ କହିଲେ ସେ ଗୋଟିଏ ପଦ ଲେଖିଲେ ଆପଣ ମାନଙ୍କର ନିଶ ଟପି କଣ କରିବ ଏଇଠି ବସେଇକି ସେ କରିବ ବାପା କୋଉଠୁ କୋଉ ଯାଏ ବାଡ଼ ପକେଇବୁ ଜଗନ୍ନାଥଙ୍କର ଶରୀରରୁ ନାରୀ କୋଉଠୁ କୋଉ ଯାଏ ପୁରୁଷ ଦଶ ମାତ୍ରା କହିଲା ଜଗତ ମତେ ଇଏ ଗାଉଣା ଶିଖଉଛନ୍ତି ଚାଲିଗଲେଣି ପ୍ରଭାତ ସାହୁ ମୁଁ ଗର୍ବ କରି କହୁନି ପ୍ରଭାତ ସାହୁ ଯଦି କହିଥାନ୍ତେ ସନା ଗୋସେଇ ଏମିତି ଗାଉଣା ମୁଁ ମାନିଥାନ୍ତି ଗଗନ ମହାପାତ୍ର କହିଲେ ଚଳନ୍ତା ଆଉ ତୁମର ତ ବିଲକୁଲ ଗାଁ ଘରକୁ ଯାଉନି ଏମିତି ଗାଇବୁ ଭାଇନାର ରସ ନାହିଁ ଏତେ ରସ ଅଛି ତୁମ କଉଡ଼ି ଖଣି ଯାଏ ଭଇଯିବ କହିଲା ଜଗତ
आपण माने जेतिकी बसिछंती आह्लाद दानकारी श्रोता ଆଜ୍ଞା आपण मानकर अच्युतानंद महापुरुष कहले जगत युक्त नाथ समान ଜଗନ୍ନାଥ जगत ओ नाथ ଜଗନ୍ନାଥ ସେଇଆ ସେଇ ଢାଞ୍ଚା ତୁ ତାଙ୍କରି ମେଳ ସେ କହୁଛନ୍ତି ଜଗନ୍ନାଥ ତୁ ସେଇ ଜଗନ୍ନାଥ ତାଙ୍କରି ଭାଷାରେ ପଶୁଛି ଆଉ ଅଧିକ କଣ ଶିଖିବ ଯଦି ପାଲା ଗାୟକ ଜଣେ କହିବେ ଜଗନ୍ନାଥ ସେଟା ଜଗତ ଯୁକ୍ତ ନାଥ ସମାନ ଜଗନ୍ନାଥ ସେ ଯୋଉ ନାଥ ହଉ ଜଗତ ହଉଛି ରାଧା ରାଧା ନାଥ ହଉଛି ହରି 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 କିଏ ଶିବ ବାପା କଣ ତୁ ପାଲା କଣ କରିବ ତୁ ହରି କହିଲେ କୃଷ୍ଣ କୃଷ୍ଣ ନା ରାଧା କହିଲେ ତ ଜାଣିଛନ୍ତି ବାସ୍ ଜଗତ ରାଧା ବା ହରି ହେଲେ କୃଷ୍ଣ ଶୁଣନ୍ତୁ ସାର୍ ଏଇ ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ରାଧା କୃଷ୍ଣଙ୍କର ମିଳନାତ୍ମକ ବିଗ୍ରହ ହେଲେ ଜଗନ୍ନାଥ 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 କାଳିଆ ହଁ କିନ୍ତୁ ଜଗନ୍ନାଥଙ୍କୁ ଜଣେ ଅଧେ ଧଳା କରିଦେଇଛି ସେ କିଏ ରାଧାରାଣୀ ଜଗନ୍ନାଥଙ୍କୁ କୋଳାଗ୍ରତ କରିଥିବାରୁ ଆଜ୍ଞା ଆଲିଙ୍ଗନ କରିଥିବାରୁ ଆହା କୁଣ୍ଢେଇ ଧରିଥିବାରୁ ବେଶ ରାଧାଙ୍କ ଗୋରା ଶରୀର ଜଗନ୍ନାଥଙ୍କ କାଳିଆ ଶରୀରକୁ ଘୋଡେଇ ଦେଇଛି ବାଃ ମୁଁ ଠିଆ ହେଇଛି ଆଜ୍ଞା ତୁ ଯଦି ମତେ କୁଣ୍ଢେଇକି ଧରିବୁ ହଁ। ମୋ ଇଏ ନାଲ ପଞ୍ଜାବୀ ଦେଖାଯିବ ନା ଘୋଡେଇ ଦବ ଘୋଡେଇ ଦବ ସେଇପରି ଜଗନ୍ନାଥଙ୍କୁ ରାଧାରାଣୀ କୋଳାଗ୍ରତ କରିଛନ୍ତି ବାସ୍ ପ୍ରମାଣ ଖୋଜୁନୁ ହଁ କହୁନାହାନ୍ତି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ କଣ କହିଲେ ନେପାଳରୁ ଆସିଥିଲେ ସେ ବାଃ କେତେ ବାଟରୁ ଶିବଙ୍କର ଦ୍ୱିତୀୟ ସ୍ୱରୂପ ଆଜ୍ଞା ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଗୋଟିଏ ପଦ କହିଲେ କଣ କହିଲେ କଣ କହିଲେ ଜଗନ୍ନାଥଙ୍କୁ ରାଧାରାଣୀ କୋଳାଗ୍ରତ କରନ୍ତି କି ନାହିଁ ହଁ ଆଉ ଭଜନ ବୋଲିଲେ କଣ ହବ ତା ଭିତରୁ ପାଠ ଆଣିକିରି କହିଲେ ହବ ନା ଆଉ ଯେତେ ଓଡିଶାରେ ଗାୟକ ଅଛନ୍ତି ହଁ ଯାହା ପାଖରେ ପାଠ ଅଛି ସୋନାଦାସ ମାନିଛି ଆଜ୍ଞା 30 ରାତି ବିନା ବିଷୟରେ ଜଗନ୍ନାଥ ସଂସ୍କୃତି ଆଲୋଚନା କରିବେ ଶିଶିର ପାଢି ମାନିଛି ସୋନାଦାସ ମାନିଛି ଆଜ୍ଞା ସେମାନେ ମୋ ପ୍ରତିବାଦୀ ଆଉ ତୁମେ କଣ ଏଇଠି ଗୋଟେ ରାତି ହେଇଗଲା ଏ 5 ରାତି ହେଇଗଲା ସଇଲା ଆଉ କଣ ତୁମ ସାଙ୍ଗରେ ଆମର ଭେଟ ଅଛି ଆଉ ନାହିଁ ଏ ପୁଅ ଆଜ୍ଞା। କହିଲା ପରଂ ବ୍ରହ୍ମ ବିଦ୍ୟକୁ ବଳୟ ଦଳତ ଫୁଲ ନୟନ ଇଏ ନିବାସୀ ନୀଳାଦ୍ରୌ ନିହିତ ଚରଣ ନନ୍ତ ଶିର ରସାନନ୍ଦ ରାଧା ସରସ ବପୁରା ଲିଙ୍ଗନ ଜଗନ୍ନାଥ ସ୍ୱାମୀ ନୟନ ପଥ ଭବ ତୁମେ କେବଳ ଏଇ ଜଗନ୍ନାଥ କଥା ଅଛି ହଁ ଆଜି ଜଗନ୍ନାଥଙ୍କ ବିଷୟରେ 4 ରୁ 5 ଅଲୌକିକ କଥା ବାଃ ମୁଁ ଥୋଇବି ତାକୁ ସମାଧାନ କରିବି ଆପଣ ମାନଙ୍କ ପରି ଜ୍ଞାନୀ ଲୋକ ଶୁଣିବେ ଯିବେ ବାଃ ତାହେଲେ ପଣ୍ଡିତ ଏଠି କହିଲେ ଆପଣଙ୍କର ଶଙ୍କରାଚାର୍ଯ୍ୟ କହିଲେ ରସାନନ୍ଦ ରାଧା ସରସ ବପୁରା ଲିଙ୍ଗନ ସୁଖ ଆଜ୍ଞା ଆଜ୍ଞା ଆପଣ ସାଡେ କଥାବାର୍ତ୍ତା ହେଲେ ସେ ବାଉଳା ହବଟେ ବ୍ରଜ ବିଳାସିନୀ ପ୍ରେମ କାଙ୍ଗାଳିନୀ ଆହ୍ଲାଦିନୀ ରାଜରାଜେଶ୍ୱରୀ ଚିନ୍ମୟୀ ରାଧା ଠାକୁରାଣୀ ବପୁ କହିଲେ ଶରୀର ଅନ୍ତର୍ଜଗତର ଅହେତୁକ ଆନନ୍ଦ ସୃଷ୍ଟି ହବା ପାଇଁ ଜଗନ୍ନାଥ ବ୍ରହ୍ମଙ୍କୁ ଆଲିଙ୍ଗନ କଲେ ତାହେଲେ ଜୀବ ହେଲେ କିଏ ରାଧା ବ୍ରହ୍ମ ହେଲେ କିଏ ପରମ ହେଲେ କିଏ ଜଗନ୍ନାଥ ଯଦି ଜଗନ୍ନାଥଙ୍କୁ ରାଧାରାଣୀ ଆଲିଙ୍ଗନ କଲେ ଆଜ୍ଞା ରାଧା ହେଲେ ଗୌରବର୍ଣ୍ଣା ଆଜ୍ଞା ଜଗନ୍ନାଥ ହେଲେ କାଳିଆ କାଳିଆ ଜଗନ୍ନାଥଙ୍କର କାଳିଆ ଶରୀରକୁ ରାଧାଙ୍କ ଗୋରା ଶରୀର ଘୋଡେଇ ଦେଲା ଆଜ୍ଞା ଆଜ୍ଞା ମୁଁ କିନ୍ତୁ ଏତିକିରେ ସନ୍ତୁଷ୍ଟ ନୁହେଁ ଏ ବଡ ପଣ୍ଡୁସର ଅନୁଷ୍ଠାନ ତାହେଲେ ଆପଣ କେତିକିରେ ରାଧା କାହିଁକି ଗୌରବର୍ଣ୍ଣା ଜଗନ୍ନାଥ କାହିଁକି କାଳିଆ ଏ ସାମାନ୍ୟ କଥା ଆପଣ ଜାଣିନାହାନ୍ତି ଇଏ ସାମାନ୍ୟ ଆଉ କଣ ଏ ପୁଏ ଆଜ୍ଞା ରାଧା କାହିଁକି ଗୌରବର୍ଣ୍ଣା କ ଆଗ ରାଧା କାହିଁକି ଗୋରା ରାଧା ଯେତେବେଳେ ତାଙ୍କ ମା ଗର୍ଭରେ ଥିଲେ ହଁ ତାଙ୍କ ମା ଗରମ ପାଣିରେ ଲକ୍ଷ ସାବୁନ ଗୋଳିକି ପିଇ ଦେଇଥିବାରୁ ରାଧା ଗୋରା ହେଇ ଜନ୍ମ ନେଲେ ଜନ୍ମ ନେଲେ ସାଧୁବାଦ ତତେ ଆଜ୍ଞା ଜଗନ୍ନାଥ କାହିଁକି କାଳିଆ ଜଗନ୍ନାଥ ଯେତେବେଳେ ତାଙ୍କ ମା ଗର୍ଭରେ ଥିଲେ ହୁଁ ତାଙ୍କ ମା ମାଣ୍ଡିଆ ଯାଉ ଖାଇ ଦେଇଥିବାରୁ ହୁଁ ଜଗନ୍ନାଥ କାଳିଆ ହେଇକି ଜନ୍ମ ନେଲେ ଆଉ କୋଉଠି ଫୁଲ ମାଳ ଅଛି କି ଗୋଟେ ଖୋଜିକି ଆଣିବେ କି କଣ କରିବେ ଚୁପ ହେଇବ ଏ? ଅରେ ଅପଗଣ୍ଡ ରାଧାଙ୍କ ମା ମାଣ୍ଡିଆ ଯାଉ ଖାଇବାରୁ ଏ ଜଗନ୍ନାଥଙ୍କ ମା ମାଣ୍ଡିଆ ଯାଉ ଖାଇବାରୁ ଜଗନ୍ନାଥ କଳା ଆଜ୍ଞା ସେଠି ଯୋଉ ଗୋରା ହେଇ ମଉସା ବସିଛନ୍ତି ହଁ ହଁ ପଚାରିଲୁ ତାଙ୍କ ମା ମାଣ୍ଡିଆ ଯାଉ ଖାଇନି ହଁ ଖାଇଛନ୍ତି ସେ କେମିତି ଗୋରା ମାଣ୍ଡିଆ ଦି ପ୍ରକାର ହେ ବାବୁ ବସିଲୁଥିଲେ ହଉଛି। ମାଣ୍ଡିଆ 2 ପ୍ରକାର ଶୁଣୁ ଇଏ ଆମ ମାନଙ୍କର ଯୋଉ ଲୋକର ଯୋଉ ରଙ୍ଗ ହଉ ହଉ ହଉ
ये पाला शुणुचंती पंडुसर अनुष्ठान रे चतुर्थर जनी रे द्वितीय पढ़िया रे जो पंडित माने आया। समस्ते गोटे रंगर लोक अछंती ना किए कला किए गोरा गोरा। किए श्यामल हाँ। जी जो रंगर लोक हुंतु आया मौसा आम मानकर रंग समस्तकर दिने गोटे प्रकार थिला समस्त कर हाँ कला पुअर जहा कालिया पुअर रंग दिने जहा थिला आया गोरा पुअर रंग दिने ता थिला केते बेले थिला कोउठी थिला कौ जगार थिला मु कहि परिबि नै जगत सिंह तू तो भारी पंडितुटा आउ जगत सिंहपुर जिला जशवंत दास गोटिए पद लिखिले केते बेले आम मानकर रंग समस्तकर गोटिए प्रकार थिला राधा काहींकी गौरवर्णा एठी धरा पड़ी जिवो बापा पिता मातांकर अवदैमित्य जौन्य सह संबंध फल ये भाषा से बुझित होबे कि नहीं ना बापार अखंड ब्रह्म जेतबेले मां गर्भरे स्थान पाए सेतिकी बेले कौन हुए ये चिकित्सा विज्ञान वैज्ञानिक स्वरूप एमंत डॉक्टर जे कि गायनिक स्पेशलिस्ट आपण कहतु बिना कंप्यूटर रे मां पेट्रे पिलार अवस्था निरूपण करि परिबे ना धन्य तुमे पंच सिद्ध साधक बस तुम पाखरे कंप्यूटर नहीं ना गोटे मार गर्भरे शिशुर अवस्था को तुमे निरूपण करूछ बाबुरे आया एटी जशवंत दास लिखिले कोन कहली कहले प्रथम मासे तुझे धीरे धीरे प्रथम जगतसिंहपुरिया जानी ना तुम तालू को चोट मारी भी दे तमे खाली खाई सारो एटी जेति कि आपण माने ज्ञानी गुणी विवेकी पंडित माने बसचन सब सुनंतु हेले विचार करंतु को कथा मो कहिबार तात्पर्य आम मानकर समय केतबेले ना बापा औरस जेतबेले मां गर्भरे स्थान पाइला पिला सुनंतु प्रथम मास रे 30 दिन काल मां गर्भरे आमे धबळा वर्णाकृति हेकी रहिली से कालिया पुआउ से थिला दिने मां गर्भरे धळा धळा प्रथम मासे तुझे हेलु धबळा वर्ण प्रत्येक जीवर प्राथमिक अवस्थार रंग कलर होची धळा धळा जीव हेले राधा आया राधा को रंग होची धळा राधा जीव ना नहीं जीव यार ऊपर बलराम दास लिखिछन कोन आउ तुमे कवि की आनिबनी पाला केमते हबो भजन बोलिकिरी कहले ये जीवटी राधा अंग होई परम कृष्ण बोलुताई धीरे धीरे कृष्ण बोलुताई परम कृष्ण बोलुताई जीवात्मा होची राधा परमात्मा हेले कृष्ण कृष्ण बाबूमान आज्ञा आमे माने समस्ते परम को पाखरे स्त्री हां तुमे तुम स्त्री पाखरे स्वामी स्वामी हेले जगन्नाथ को पाखरे तुमे स्वामी तुमे आपण? स्त्री समस्ते जगन्नाथ को कहले स्वामी तेणु आमे जीव हेले पंडित कोन